ଜୟ ଜଗନ୍ନାଥ ପିଲାମାନେ, ଶ୍ରୁତି ଜଗସାନ୍ ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ସୁସ୍ୱାଗତ। ଆଜିର ଭିଡ଼ିଓରେ ଆମେ ତମର ଅଷ୍ଟମ ଶ୍ରେଣୀ ବହି ଯାହାକି ଆସ ଉତ୍କଳୀୟ ଅଛି, ଓଡ଼ିଆ ବହି ପ୍ରଥମ ବିଷୟ ପଢ଼ିବା। ତ ଆସ ଉତ୍କଳୀୟ, ଆଚ୍ଛା, ଯେତେବେଳେ ତମେ ଏଇ ଆସ ଉତ୍କଳୀୟ ବିଷୟଟି ଶୁଣୁଛ ତମମାନଙ୍କୁ ତମ ମନକୁ କ'ଣ ଆସିଲା? ହଁ, ଏଇଠି ଉତ୍କଳବାସୀମାନଙ୍କ ବିଷୟରେ କୁହାଯାଇଥିବ। ତ ତାର କବି ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ। ତାଙ୍କ ବିଷୟରେ ଆମେ ପଢ଼ିବା। ତ ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେବ। ତ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ। ଚ୍ୟାନେଲକୁ ନ କରି ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ନିଜ ସାଙ୍ଗମାନଙ୍କୁ ନହେଲେ ମଧ୍ୟ ଗୋଟେ ସାଙ୍ଗ ସହିତ ସେୟାର କରିଦିଅ। କ'ଣ ପାଇଁ ନା ତୁମେମାନେ ଜାଣିଛ ଏବେ ବହି ମିଳୁନି, ଏକ୍ସପ୍ଲାନେସନ୍ ବହୁତ ଡେରିରେ ହେଇପାରୁଛି ବହି ଖୋଜିକି ପୁଣି। ତ ଟିକେ ଲେଟ୍ ହେଉଛି, ଏଇଟା ମୁଁ ବି ଜାଣୁଛି କି ମୋର ବହୁତ ଲେଟ୍ ହେଇଯାଇଛି, କିନ୍ତୁ ମୁଁ ବହୁତ ଶୀଘ୍ର ଭିଡ଼ିଓ ବନାଇବାକୁ ଚେଷ୍ଟା କରିବି। ଡେରି କରିବାନି, ଏବେ ଆମେ କବି ପରିଚୟ ଆଡ଼କୁ ଯିବା ହେଲା। କବି ପରିଚୟ ଆମେ ପଛେ ମଧ୍ୟ ଆଉ ଟିକେ କବିଙ୍କ ବିଷୟରେ ଜାଣିବା। ପ୍ରଥମେ ଯେତିକି ଦିଆଯାଇଛି ସେତିକି ଜାଣିଦେବା। ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ। ଆମର କବି କିଏ? ବୀରକିଶୋର ଦାସ, ଜାତୀୟ କବି ଭାବେ ପରିଚିତ। ଏଇଟା ସବୁବେଳେ ପଢ଼ି ମନେ ରଖିଥିବ ଯେ ଏଇଟା ଜାତୀୟ କବି ହେଲା। ବୀରକିଶୋର ଦାସ ହେଉଛନ୍ତି ଜାତୀୟ କବି। ସେ 1896 ନଭେମ୍ବର ମାସ 23 ତାରିଖରେ କେଉଁଠି? ଜଗତସିଂହ ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ କ'ଣ ଥିଲେ? ଜଣେ ଦେଶଭକ୍ତ ଥିଲେ, ଅର୍ଥାৎ ବହୁତ ଦେଶପ୍ରେମୀ ଥିଲେ। ହଁ, ମାନବବାଦୀ ଥିଲେ, ଗାନ୍ଧୀ ଦର୍ଶନବାଦୀ। ଆଚ୍ଛା, ଗାନ୍ଧୀ ଦର୍ଶନବାଦୀ କହିଲେ କ'ଣ? ସେ ଗାନ୍ଧୀଙ୍କର ପ୍ରତ୍ୟେକଟି କଥାକୁ ଅନୁସରଣ କରିଥିଲେ ତଥା ଉଗ୍ର ଜାତୀୟବାଦୀ କବି। ଉଗ୍ର ଜାତୀୟବାଦୀ କହିଲେ ଜାତି ବିଷୟରେ ବହୁତ ଉଗ୍ର ଥିଲେ। ଆମ ଜାତି ଯେମିତି କାହାର ଅଧୀନରେ ନ ଆସୁ ତା ବିଷୟରେ ବହୁତ ହିଁ ଚିନ୍ତିତ ଥିଲେ। ସ୍ୱାଧୀନତା ସଂଗ୍ରାମର ବହ୍ନି ଶିକ୍ଷାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ କ'ଣ କରିଥିଲେ? ସେ ସରଳ, ତରଳ ଓ ସାବଳୀଳ ଭାଷାରେ କବିତାମାନ ରଚନା କରିଥିଲେ। ଅର୍ଥାତ୍ ଆମର ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ନା, ବହ୍ନି ଶିକ୍ଷାକୁ ପ୍ରଜ୍ୱଳିତ କରିବା ପାଇଁ, ଅର୍ଥାତ୍ ଆମ ସମସ୍ତଙ୍କ ଦେହରେ ଗୋଟେ ଅଗ୍ନି ଅଛି, ସେଇଟା ସବୁବେଳେ ଅଲଗା ଅଲଗା କାମ ପାଇଁ ପ୍ରଜ୍ୱଳିତ ହୋଇଥାଏ। ତମେ ଯେତେବେଳେ ଗୋଟେ ଦେଶପ୍ରେମ କବିତା ପଢ଼ୁଛ, ତମ ଭିତରେ ଦେଶପ୍ରୀତି ଜାଗ୍ରତ ହେଉଛି କି ନାହିଁ? ଏବେ ତ ସବୁ କଥା, ତୁମେ ଗୋଟେ ମୋଟିଭେସନାଲ୍ ସଙ୍ଗ ଶୁଣିଲ, ତମେ ଆଜି ମୋଟିଭେଟେଡ୍ ନାଅ, ପଢ଼ିବା ପାଇଁ ଇଚ୍ଛା ହେଉନି, ମୋଟିଭେସନାଲ୍ ସଙ୍ଗ ଶୁଣିଲ ହେଲା। ହଁ, କାଲିଠୁ ପୁରା ବଢ଼ିଆ ସେ ସକାଳୁ କ'ଣ 4 ବଜାରୁ ଉଠିନା ଆଉ ରାତି ଯାଇକିନା 12 ବଜେ ଶୋଇବି, ଏମିତି ପୁରା ମୋଟିଭେସନ୍ ଆସିଯାଇକି ନାହିଁ। ତ ସେହିପରି ଭାବରେ ମୋଟିଭେଟ୍ କରିବା ପାଇଁ ଦେଶପ୍ରୀତି ଭାବକ ସରଳ କବିତା ଲେଖିଲେ। ସରଳ କ'ଣ ପାଇଁ? ସମସ୍ତେ ପଢ଼ିକି ବୁଝିପାରିବେ। ତା ଦ୍ୱାରା କ'ଣ ହେଲା? ଓଡ଼ିଶାର ପୁରପଲ୍ଲୀରେ, ଅର୍ଥାତ୍ ଓଡ଼ିଶାର ଚାରିଆଡ଼େ ଆବାଳ ବୃଦ୍ଧ ବନିତା ଉଦ୍ଭୁତ ହେଲେ। ଅର୍ଥାତ୍ ଆବାଳ ବୃଦ୍ଧ ବନିତା କହିଲେ ଛୋଟ ଶିଶୁଠାରୁ ବଡ଼ ପର୍ଯ୍ୟନ୍ତ ଓ ମାନେ ଉଦ୍ବୁଦ୍ଧ ହେଲେ ଏବଂ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ। ପତଙ୍ଗ ପରି କହିଲେ ମାନେ ଦେଖ, ଅନେକ ପତଙ୍ଗ ଯେମିତି ମାନେ ଯେତେବେଳେ ଦୀପାବଳି ହୁଏ କ'ଣ ମରିଯାଆନ୍ତି, ସେପରି ଭାବରେ ଝାସ ଦେଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକ ଗୁଡ଼ିକ ହେଉଛି କ'ଣ? ମୋହନବଂଶୀ, ବିଦ୍ରୋହୀ ବୀଣା, ଫୁଲଚନ୍ଦନ, ବୀରଗୀତିକା, ସ୍ୱାଧୀନତା ସଂଗ୍ରାମୀ, ସମୟର ରଚନା ପ୍ରଭୃତି। ଆଉ ଯେ ଆସ ଉତ୍କଳୀୟ କବିତାଟି ଅଛି, କବିଙ୍କ ଦ୍ୱାରା ଲିଖିତ ବୀରଗୀତିକା କବିତା ସଂକଳନରୁ ଆସିଛି। ଏତିକି ପର୍ଯ୍ୟନ୍ତ ବୁଝା ପଡ଼ିଲା। ତ ତୁମମାନଙ୍କୁ ଲାଗୁଥିବ ଯେ ବହୁତ ଧୀରେ ଅଛି ଭିଡ଼ିଓଟା। କ'ଣ ପାଇଁ ଧୀରେ ଅଛି ନା, ମାନେ ଟିକେ ଆମେ କ'ଣ କରିବାକୁ ଚାହୁଁଛେ, ଟିକେ ମାନେ ଇଣ୍ଟରେଷ୍ଟିଂ ୱେରେ ପଢ଼ାଇବାକୁ ଚାହୁଁଛେ, ତେଣୁ ଏଇଟା ଟିକେ ଲଙ୍ଗ୍ ହେଇପାରେ। କ'ଣ ମାନେ ଏଡ଼େ ବଡ଼ କବିତା ଅଛି, ଆମେ ବୁଝି ଆମର ଉଦ୍ଦେଶ୍ୟ ଏଇଟା କେବେ ମଧ୍ୟ ରଖିବା କଥା ନାହିଁ ଯେ ନା ବିଷୟଟିକୁ ସାରିଦେବି, ନା, ବିଷୟର ଅଧା ପଢ଼ିବେ କିନ୍ତୁ ବୁଝିକି ପଢ଼ିବେ। ଆରମ୍ଭ କରିବା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଈ ପଡ଼ିବ ମଥା। ତ ମୁଁ ଏବେ ହିଁ କହୁଥିଲି ନା, ଆମେ କବି ପରିଚୟ ବିଷୟରେ ଆଉ ଟିକେ ଅଧିକ ଜାଣିବା। ଦେଖ,
ବୀରକିଶୋର ଦାସ, ଏଇଟା ତ ଆମେ ପଢ଼ିଛେ ଯେ ଜଣେ, ଏଇଟା ଆମେ ଦେଖିବା ଜଣେ କବି ଏବଂ ଜଣେ ନେତା ଥିଲେ, ରାଜନେତା ଥିଲେ। ଆଉ ସେ କ'ଣ, ମାନେ ଏଇଟା ତ ପଢ଼ିଛେ, ପିତା ତାଙ୍କର ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ସେ ପ୍ରଥମ ପୁତ୍ର ସନ୍ତାନ ଥିଲେ। ସେ କ'ଣ ଗ୍ରାମ ଚାଟଶାଳୀରେ ପ୍ରାଥମିକ ଶିକ୍ଷା ସମାପ୍ତ ଗଲା ସମାପ୍ତ ପରେ କଟକର ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। 1911 ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ କଲେଜରେ FA ପଢ଼ିଥିଲେ, ମାତ୍ର ପାଠପଢ଼ା ସମ୍ପୂର୍ଣ୍ଣ କରିନଥିଲେ। କଟକର ପ୍ୟାରୀମୋହନ ଏକାଡେମୀରେ ସେ ଅସ୍ଥାୟୀ ଶିକ୍ଷକତା ଏବଂ ପରେ ସରକାରୀ କିରାଣୀ ଚାକିରି କରିଥିଲେ। ଏଇସବୁ ଆମକୁ ଏଇଥିପାଇଁ ପଢ଼ିବା ଜରୁରୀ ଯେ ଆମେ ତାଙ୍କ ବିଷୟରେ ଆଉ ଟିକେ ଅଧିକା ଜାଣିପାରିବା, କେବଳ ବିଷୟବସ୍ତୁରେ ରହିଯିବା ନାହିଁ। ମାତ୍ର ସ୍ୱାଧୀନତା ସଂଗ୍ରାମରେ ସେ ଯୋଗ ଦେଇ ସରକାରୀ ଚାକିରି ଛାଡ଼ିଥିଲେ। ପ୍ରଥମ କବିତା ପୁସ୍ତକ ତାଙ୍କର ଥିଲା ମୋହନ ବଂଶୀ, ରଚନା କରିଥିଲେ ସେଟା କେତେରେ, 1922ରେ। ଏହା ବାପୁଜୀଙ୍କ କଥା ଓ ବାଣୀକୁ ନେଇ ରଚିତ କରାଯାଇଥିଲା। ତାଙ୍କର କବିତା ପୁସ୍ତକ ଦୁନ୍ଦୁଭି, ରଣଭେରୀ, ବିଦ୍ରୋହ ବୀଣା, ମୋହନ ବଂଶୀ ହେଲା, ଏଇସବୁ ଥିଲା। ଦେଶର ସ୍ୱାଧୀନତା ଆନ୍ଦୋଳନ, ଏଇଟା ତ ଆମେ ପଢ଼ିଲେ। ତ ଏଇସବୁ ଆମେ ଅଧିକା ଜାଣିଲେ କବି ପରିଚୟ ବିଷୟରେ। ଆଚ୍ଛା, ଏବେ ଆମେ କବିତାର ପୃଷ୍ଠଭୂମି ଜାଣିବା, କ'ଣ ପାଇଁ ଆମେ କବିତା ପଢ଼ୁଛେ, ଅର୍ଥାତ୍ କବିତାର ଉଦ୍ଦେଶ୍ୟ କ'ଣ। ଯେକୌଣସି ଦେଶ ଓ ଜାତିର କବିମାନେ ସ୍ୱାଧୀନତା ସଂଗ୍ରାମରେ ବନି ଶିକ୍ଷା ପ୍ରଜ୍ୱଳିତ କରିବାକୁ ଦେଶାତ୍ମବୋଧ କବିତା ରଚନା କରିଥାନ୍ତି। ଏହିସବୁ କବିତା ମାଧ୍ୟମରେ ଦେଶପ୍ରେମ, ଜାତୀୟ ସ୍ୱାଭିମାନର ମନ୍ତ୍ର ଉଚ୍ଚାରଣ, ଜାତିର ଅତୀତ ଐଶ୍ୱର୍ଯ୍ୟକୁ ପ୍ରଦର୍ଶନ କରାଯାଏ ଏବଂ ଯୋଗଜନ୍ମା ମହାପୁରୁଷମାନେ ଅମର ଐଶ୍ୱର୍ଯ୍ୟକୁ ପ୍ରଦର୍ଶନ କରନ୍ତି ହେଲା। ଏଣୁ ଏପରି ଭାବରେ କବିତା ମାନ ଜାତି ଓ ଚରିତ୍ରକୁ ଗଠନ କରିବା ଏବଂ ଦେଶ ଜାତି ପାଇଁ ଜୀବନକୁ ଉତ୍ସର୍ଗ କରିବା ପାଇଁ ଆମକୁ ପ୍ରେରଣା ଦେଇଥାଏ ହେଲା। ଏଇସବୁ ପାଇଁ ଆମେ ଏଇଟାକୁ ପଢ଼ୁଛେ। ତ ଏବେ ତ ଆମେ ଆରମ୍ଭ ବି କରିନେ, ଏବେ ଆରମ୍ଭ କରିବା। ଆମେ ପଢ଼ିଥିଲେ ପ୍ରଥମ ପଦ କ'ଣ ଥିଲା, ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗୌରବେ ତୋହର ଆପେ ଆପେ ନଈ ପଡ଼ିବ ମଥା। ଅର୍ଥାତ୍ କବି କ'ଣ କହିଛନ୍ତି, ଓଡ଼ିଶାବାସୀଙ୍କୁ ଏହାର ପୂର୍ବ ଗୌରବ ଏବଂ ମହିମାକୁ ସ୍ମରଣ କରାଇ ଦେଇଛନ୍ତି। ସେସବୁ ଅମର କାହାଣୀ ମାନେ କୁ ସ୍ମରଣ କଲି ମନୀଷୀଙ୍କ ନିକଟରେ ଆମର ମଥା ସବୁବେଳେ ନତ ହୁଏ। ସେମାନଙ୍କର ତ୍ୟାଗପୂତ ଜୀବନ ଆମକୁ ବିସ୍ମିତ ଓ ପୁଲକିତ କରିଥାଏ ହେଲା। ତ ଏତିକି ପର୍ଯ୍ୟନ୍ତ ବୁଝା ପଡ଼ିଲା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ତ ବକ୍ସି ଜଗବନ୍ଧୁ ବିଷୟରେ କ'ଣ ପାଇଁ କୁହାଯାଇଛି, କ'ଣ ପାଇଁ ନା ସେ କ'ଣ ଗୋଟେ ପାଇକ ପୁଅ ଥିଲେ, ଏଇଟା ବୁଝା ପଡ଼ିଥିବ। ତ ଓଡ଼ିଆ ଜାତୀୟତା ସଂଗ୍ରାମର ଯେଉଁ ଦୁର୍ଦ୍ଧର୍ଷ ସଂଗ୍ରାମ ହୋଇଥିଲା, ସେଥିରେ ସେନାପତି କିଏ ଥିଲେ, ବକ୍ସି ଜଗବନ୍ଧୁ ଥିଲେ ଏବଂ ଚନ୍ଦନ ହଜୁରୀ, ଯାହାକୁ କି ଆମେ ଚାଖି ଖୁଣ୍ଟିଆ ପ୍ରଭୃତି କୁହାଯାଇଥାଏ। ସେହିପରି ବୀର ସନ୍ତାନଗଣ କେବେଠାରୁ ଦେହ ତ୍ୟାଗ କଲେଣି, ଅର୍ଥାତ୍ ମୃତ୍ୟୁବରଣ କଲେଣି, ମାତ୍ର ସେମାନଙ୍କର ଯଶ ସେମାନଙ୍କୁ ଯଶସ୍ୱୀ କରିଛି, ହଁ କି ନାହିଁ। ଆଉ ସେମାନେ ଯେତେ ମୃତ୍ୟୁବରଣ କଲେ ମଧ୍ୟ ସେମାନଙ୍କର ଯଶ କେବେ ବି ମଳିନ ହେବ ନାହିଁ। କ'ଣ ପାଇଁ ନା ତାଙ୍କର ଯଶ ସର୍ବଦା ଅମଳିନ ଅଟେ। ତାପରେ ଆମେ ଦେଖିବା, ପାଇକ ପୁଅର ଗାରିମା ଜାତିଲା, ସ୍ୱାଧୀନତା ଜାଗି ଦେଲା ଆହୁତି, ସେ ଜାତି ଦାୟିତ୍ୱ ଆମେ ତ ସରବେ, ବଳି ହେବା ଅଙ୍ଗୀ ସେହି ବିଭୂତି। ଅର୍ଥାତ୍ ଆମର ଅନେକ ପାଇକ ପୁଅ ଅଛନ୍ତି, ହଁ କି ନାହିଁ। ପାଇକ ପୁଅମାନେ କ'ଣ କରିଥାନ୍ତି, ସେମାନେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ହେଉଥିଲା, ସ୍ୱାଧୀନତା ସଂଗ୍ରାମ ରୂପକ ଯଜ୍ଞରେ, ଅର୍ଥାତ୍ ଏଇଟା ନୁହେଁ ଯେ ଯଜ୍ଞରେ ଯାଇକି ପୋଡ଼ିକି ମରିଗଲେ, ସେଇଟା ନୁହଁ। ସ୍ୱାଧୀନତା ସଂଗ୍ରାମ ଯାହାକୁ ସେ ଗୋଟେ ଯଜ୍ଞ ବୋଲି କବି ଏଠାରେ କହିଛନ୍ତି। ଓଡ଼ିଆ ମାନେ କ'ଣ କଲେ, ସ୍ୱାଧୀନତା ଯଜ୍ଞରେ ନିଜ ପ୍ରାଣକୁ ଆହୁତି ଦେଲେ, ଅର୍ଥାତ୍ ନିଜ ପ୍ରାଣକୁ ବଳିଦାନ କରିଥିଲେ।
ଆମେ ସେହି ବୀରପୁରୁଷମାନଙ୍କର ଉତ୍ତରାଧିକାରୀ, ଦାୟାଦ କହିଲେ ଉତ୍ତରାଧିକାରୀ, ବଂଶଧର ଅଟୁ। ସେମାନଙ୍କର ତ୍ୟାଗ, ଦେଶ ପାଇଁ ବଳିଦାନକୁ ଆମେ ସ୍ମରଣ କରିବା ଉଚିତ। ଆଉ ସେଟାକୁ ଆମ ଭିତରେ ଦେଶ ପ୍ରେମ ରୂପକ ବହ୍ନି ରୂପରେ ପ୍ରଜ୍ୱଳିତ କରିବା ଆବଶ୍ୟକ ହେଲା। ଦେନ୍ ଆମେ ଦେଖିବା, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମୟରେ ବୀରର ରକ୍ତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ତ ଆମର ଯେଉଁ ତୋଷାଳୀ ପ୍ରାନ୍ତ କହିଲେ ଓଡ଼ିଶାର ପ୍ରାନ୍ତକୁ ବୁଝାଇଥାଏ। ତୋଷାଳୀ ପ୍ରାନ୍ତରେ ଦିନେ ସ୍ୱାଧୀନତାରେ ବୀରର ରକ୍ତର ନଈ ବହିଥିଲା। କ'ଣ ପାଇଁ? ତ ପ୍ରାଚୀନଙ୍କର ଯେଉଁ କଳିଙ୍ଗ ଯୁଦ୍ଧ ଥିଲା, ତାର ରାଜଧାନୀ କ'ଣ ଥିଲା? ତୋଷାଳୀ। ସେ ତୋଷାଳୀ ପ୍ରାନ୍ତରେ ବିଶ୍ୱବିଖ୍ୟାତ କେଉଁ ଯୁଦ୍ଧ ହେଇଥିଲା? କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା। ମଗଧ ସମ୍ରାଟ ଅଶୋକ ସାମ୍ରାଜ୍ୟ ବିସ୍ତାର କରିବାକୁ ସେ କଳିଙ୍ଗ ଆକ୍ରମଣ କରିଥିଲେ ହେଲା। ପବିତ୍ର ଜନ୍ମଭୂମିର ସୁରକ୍ଷା ପାଇଁ କଳିଙ୍ଗର ସୈନ୍ୟବାହିନୀ କ'ଣ କଲେ? ଏପରିକି ସାଧାରଣ ଜନତା ମଧ୍ୟ ଅଶୋକଙ୍କ ଆକ୍ରମଣରୁ ପ୍ରତିହତ କରିବାକୁ ମାନେ ସଂଗ୍ରାମ କରିଥିଲେ। ଆଉ ଲକ୍ଷ ଲକ୍ଷ କଳିଙ୍ଗବାସୀଙ୍କ ରକ୍ତରେ ଦୟାନଦୀ ରକ୍ତର ନଦୀ ପାଲଟି ଯାଇଥିଲା। ଆଉ କଳିଙ୍ଗ, ଏଇଟା ଦେଖିପାରିବା, କଳିଙ୍ଗ ଯୁଦ୍ଧର ବିଭୀଷିକାରେ ମର୍ମାହତ ହୋଇ ମଗଧ ସମ୍ରାଟ କ'ଣ କରିଥିଲେ? ଅଶୋକ ଅହିଂସା ଧର୍ମରେ ଦୀକ୍ଷିତ ହୋଇଥିଲେ। ଆଉ କଳିଙ୍ଗବାସୀଙ୍କର ଜନ୍ମଭୂମିର ସ୍ୱାଭିମାନ ପାଇଁ ପ୍ରାଣମୂର୍ଚ୍ଛା ଲଢ଼େଇରେ ମାନେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ନା। ଏହିପରି ଭାବରେ ସେ ମାନେ ଅହିଂସା ନୀତି ଆପଣେଇଥିଲେ, ହିଂସା କରିବେ ନାହିଁ। ତ ଆମର ଫାର୍ଷ୍ଟ ପେଜ୍ ବି କମ୍ପ୍ଲିଟ୍ ହେଇଗଲା। ଏବେ ଆମେ ଦେଖିବା ସେକେଣ୍ଡ ପେଜ୍ ହେଲା। ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ତ ଆମର ଦେଶ ଭାରତବର୍ଷ ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀରେ ସ୍ଫୁରୁଛି। କ'ଣ ପାଇଁ ନା ଏହିପରି ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ କେଉଁ ଦେଶରେ ଦେଖିବାକୁ ମିଳିବ କି? ମିଳିବ ନାହିଁ। ଦେଖିପାରୁ ଆମର ଯେଉଁ ଏଇଠି ଦେଖାପଡ଼ୁଥିବ, ଦେଖ ସମଗ୍ର ପୃଥିବୀ ଇତିହାସରେ ଆମର ଏ ପ୍ରକାରର ଯେମିତି ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଏ ପ୍ରକାରର ଦୃଷ୍ଟାନ୍ତ ବିରଳ ହେଲା। ତାପରେ ଆଧୁନିକ ସମୟରେ ଏହି ଦେଶର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଅହିଂସା ଏସବୁ ନୀତି ଆପଣେଇଥିଲେ ନା। ଅହିଂସା ନୀତି ଆପଣେଇଥିଲେ, ଯାହାଦ୍ୱାରା କି ସେ ସ୍ୱାଧୀନତା ହାସଲର ସମକକ୍ଷ କୌଣସି ଦେଶ ହୋଇପାରିବ ନାହିଁ। ଯେଉଁପରି ଭାବରେ ମହାତ୍ମା ଗାନ୍ଧୀ ଅହିଂସାରେ ଆମକୁ ଗୋଟେ ଦୀକ୍ଷା ଦେଇଥିଲେ, କୌଣସି ଦେଶ ସେପରି ଅହିଂସା ଆପଣେଇ ପାରିବେ କି ବୋଲି ସେ କାହିଁ କେଉଁ ଦେଶ ହେବ ତା ସରି ସରି କହିଲେ ସମାନ। ତ ତମମାନେ ଚିନ୍ତା କରିବନି, ମୁଁ କଠିନ ଶବ୍ଦାର୍ଥ ଏଇ ଭିଡ଼ିଓରେ ହିଁ ଦେଖେଇବି, ଅନ୍ୟ ଭିଡ଼ିଓ ପାଇଁ ୱେଟ୍ ବିଲକୁଲ କରାଇବିନି ହେଲା। ତାପରେ ନେକ୍ସଟ ଆମେ ଦେଖିବା କ'ଣ, ଟିକେ ଦେଖିବା। ଓକେ, ଆମର ଅଛି, ହଁ ଆସିଲା, ଏଇଟା ସରିଥିଲା। ଜାତି ପାଇଁ ଦିନେ ବାଳୁତ ଧରମା ଝାସି ଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ଅର୍ଥାତ୍ ତମେ ଦେଖୁଛ ମାନେ କ'ଣ, ଆଗ ଭଲସେ ପଢ଼ିବା ବୁଝିବା। ଜାତି ପାଇଁ, ଆମର ଜାତି ପାଇଁ ହିଁ ଦିନେ ବାଳୁତ ଧରମା, ଅର୍ଥାତ୍ ଧରମା କେତେ ବର୍ଷର ଥିବ? ମାତ୍ର 12 ବର୍ଷ। ଏବେ ତମମାନଙ୍କର ଏଜ୍ 13 ବର୍ଷ। ତମଠାରୁ ବି ଯେତେବେଳେ 7 ପଢ଼ୁଥିଲ ତମମାନେ, ତମକୁ 12 ବର୍ଷ ହେଉଥିଲା। ସେତିକି ଟାଇମ୍ରେ ଦେଶ ପାଇଁ, ନିଜ ଜାତି ପାଇଁ ନିଜ ପ୍ରାଣକୁ ଏ ଲାଗି ତମକୁ କହିଲେ ତମେ କହିବ ନାଇଁ ନାଇଁ ମୁଁ ବଞ୍ଚିଥାଏ ଭଲ ହେବ, କ'ଣ ପାଇଁ ମୁଁ ମରିବି, ନିଜ ଦେଶ ପାଇଁ ପୁଣି ନାଇଁ ପାରିବିନି ବୋଲି। କିନ୍ତୁ ସେଇ ଧରମା ହିଁ ନିଜ ଜୀବନକୁ ଝାସି ଦେଇଥିଲା। 1200 ବଢ଼େଇଙ୍କ ଜୀବନ ରକ୍ଷା ଲାଗି ବାଳକ ଧର୍ମପଦ କୋଣାର୍କ ମନ୍ଦିରର ଚୂଳ ମାରି ସାଗର ଜଳରେ ଝାସ ଦେଇଥିଲା, ହଁ କି ନାଇଁ? ଯେତେ ଦିନ ଯାଏଁ ସୂର୍ଯ୍ୟଚନ୍ଦ୍ର ଉଦୟ ହେଉଥିବେ, ପୃଥିବୀରେ ମନୁଷ୍ୟମାନଙ୍କର ଆତଯାତ ଲାଗି ରହିଥିବ, ସେତେଦିନ ଯାଇ ଏହି ବୀର ବାଳକଙ୍କ ଅମର ଗାଥା କାଳ କାଳକୁ ରହିଯାଇଥିବ। ଦୀନ ଦୁଃଖୀ ମାନଙ୍କ ପାଇଁ ଯାହାର ପ୍ରାଣ କାନ୍ଦୁଥିଲା, ସେହି ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶକୁ ଏ ଜାତି କେବେ ଟିକେ ରହିବା,
ଏଇ ଯେଉଁ ବୀର ବାଳକଙ୍କ ଆଦର୍ଶ ଗାଥା ଅମର ଗାଥାକୁ ସେମାନେ କାଳ କାଳ ଧରି ରହିଥିବେ। ସେପରି ଜଣେ ଗୋପବନ୍ଧୁ ମଧ୍ୟ ଅଛନ୍ତି ନା, ତାଙ୍କ ବିଷୟରେ ଟିକେ ପରେ ଏବେ ଏବେ ହିଁ ଏଇ ନେକ୍ସଟ ପଢ଼େ। ତ୍ୟାଗର ତ୍ୟାଗ ଆଦର୍ଶ ଜାତିର ମହତ୍ଵ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ଅର୍ଥାତ୍ କୁହାଯାଇଛି ଯେ ତ୍ୟାଗ ଆଦର୍ଶ ଜାତିର ମହତ୍ଵ ଏସବୁ ପାଇଁ କିଏ ନିଜ ଆମର ଦେଶର ବୀର ପୁରୁଷ ମାନେ ନିଜକୁ ବଳି ଦେଇଥିଲେ। ତ ଏଠି କୁହାଯାଇଛି ଯେ କ'ଣ ଦିନ ଦୁଃଖୀ ମାନେ ଓଡ଼ିଶାରେ ଅନେକ ଦିନ ଦୁଃଖୀ ଥିଲେ, ହଁ କି ନାହିଁ? ସେମାନଙ୍କର ଯାହାର ପ୍ରାଣ କାନ୍ଦୁଥିଲା, ସେମାନଙ୍କ ପାଇଁ କାହାର ପ୍ରାଣ କାନ୍ଦୁଥିଲା? ଉତ୍କଳମଣି ଗୋପବନ୍ଧୁ ଦାସ, ସେମାନଙ୍କ ପ୍ରାଣ କାନ୍ଦୁଥିଲା। ଏବଂ ତାଙ୍କର ତ୍ୟାଗ ଆଦର୍ଶକୁ ମାନେ ସେ କ'ଣ କରୁଥିଲେ ନା, ଝଡ଼ି ବହିବା ସମୟରେ ସମସ୍ତଙ୍କ ଘରେ ଘରେ ଯାଇକି ସେବା କରୁଥିଲେ, ହଇଜା ରୋଗରେ ମଧ୍ୟ ସେବା କରୁଥିଲେ ହେଲା। ତାଙ୍କ ପ୍ରାଣ କାନ୍ଦୁଥିଲା ଦିନ ଦୁଃଖୀମାନଙ୍କ ସେବା କରିବା ପାଇଁ। ସେ ଉତ୍କଳମଣି ଗୋପବନ୍ଧୁଙ୍କର ତାଙ୍କ ତ୍ୟାଗ ଆଦର୍ଶକୁ ଏ ଜାତି କ'ଣ କେବେ ପାସୋରି ଦେବ କି? ନା, କେବେ ମଧ୍ୟ ପାସୋରି ପାରିବ ନାହିଁ। ତାଙ୍କର ତ୍ୟାଗ ଏବଂ ଗୁଣାବଳୀକୁ ଆକଳନ କରିବାକୁ କାହାରି ମଧ୍ୟ ସାମର୍ଥ୍ୟ ନାହିଁ। ସେ ପୁଅ ମହିମା ହେବ କି କଳି, ଅର୍ଥାତ୍ ତାଙ୍କର ମହିମାକୁ ଅର୍ଥାତ୍ ତାଙ୍କର କାର୍ଯ୍ୟ ତାଙ୍କର କରାଯାଇଥିବା କର୍ମକୁ ଆକଳନ କରିବା ପାଇଁ କାହାର ମଧ୍ୟ ସାମର୍ଥ୍ୟ ନାହିଁ। ଆଜିର ଲାଷ୍ଟ ପଦ, ବାଜି ରାଉତର ନାଁ ଲୁଚି ନାହିଁ ମୁକତ ପଥର ସୈନିକ ସେହି, ତରପଣ କରି ସେନାମ ଉଚ୍ଚାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ତ ଆମେ ବାଜି ରାଉତଙ୍କ କଥା ମଧ୍ୟ ଜାଣିଛେ। ସେ ମଧ୍ୟ 12 ବର୍ଷର ଥିଲା, ହଁ କି ନାହିଁ? ମୁକ୍ତି ପଥରର ସୈନିକ ଥିଲା ସେ। କ'ଣ ପାଇଁ ନା ସେ କ'ଣ କରିଥିଲା, ଗୋରା ସୈନିକମାନଙ୍କୁ ଘାଟ ପାର କରାଇ ନ ଦେଇ ସେ 12 ବର୍ଷର ବାଳୁତ ବୀର ହସି ହସି ନିଜ ଛାତିରେ ଗୁଳିକୁ ସ୍ୱୀକାର କରିଥିଲା। ତେଣୁ ସେ ମୁକ୍ତିପଥର ସୈନିକ ବାଜି ରାଉତ ନାମ ଇତିହାସରେ ଚିର ଅମଳିନ ଅଟେ ହେଲା। ଓଡ଼ିଆଙ୍କ ମନରେ ବୈପ୍ଳବିକ ଚିନ୍ତାଧାରା ମାନେ ଏଇଟା ହେଲା ଫାଷ୍ଟ ଲକ୍ଷ୍ୟ। କ'ଣ ପାଇଁ ନା ଛୋଟ ଛୁଆମାନଙ୍କ ମନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ପ୍ରତି ବହ୍ନି ଉତ୍ପନ୍ନ କରିବାରେ ସେ ପ୍ରଥମେ ଅଂଶଗ୍ରହଣ କରିଥିଲେ। ତା ପୂର୍ବରୁ କେହି ଭାବିନଥିଲେ ଯେ ଛୋଟ ଛୁଆଟେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିପାରିବ ବୋଲି। ତ ଏହିପରି ଭାବରେ ଆମର ମାନେ ସରିଗଲା ପଦ୍ୟାଂଶଟି। ମୋଟାମୋଟି ଭାବରେ କ'ଣ ବୁଝିଲି ସେଇଟା ଆମେ ପଢ଼ିବା। ଆମେ ବୁଝିଲେ ଯେ ବୀରକିଶୋର ସରଳ ଭାଷାରେ ରଚିତ ଜ୍ୱାଳାମୟୀ କବିତା ଗୁଡ଼ିକ ମୁକ୍ତିକାମୀ ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କରିପାରିଥିଲା। ଅର୍ଥାତ୍ ସେ ଯେଉଁ ଜ୍ୱାଳାମୟୀ ଅର୍ଥାତ୍ ସମସ୍ତଙ୍କ ମନରେ ସ୍ୱାଧୀନତା ସଂଗ୍ରାମ ପାଇଁ ନିଆଁ ଲଗାଇବା ପାଇଁ ସେ କବିତା ଗୁଡ଼ିକୁ ରଚନା କରିଥିଲେ। ଆଉ ଓଡ଼ିଶାର ପୂର୍ବ ଗୌରବ ଏବଂ ମହିମାକୁ ସ୍ମରଣ କଲେ କ'ଣ ହେବ, ଆମର ମଥା ଆପେ ଆପେ ନଈ। ଏଇଟା ସବୁ ପଦରୁ ଗୋଟେ ଗୋଟେ ଲାଇନ୍ରେ ଗୋଟେ ଗୋଟେ ପଦକୁ ଦିଆଯାଇଛି। ବକ୍ସି ଜଗବନ୍ଧୁ ଏବଂ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ କେବେଠୁ ସ୍ୱର୍ଗବାସୀ ହେଲେ ମଧ୍ୟ ସେମାନଙ୍କର କୀର୍ତ୍ତି କ'ଣ ହେବ, ଚିରସ୍ମରଣୀୟ ଅଟେ। ଓଡ଼ିଶା ପାଇକମାନଙ୍କର ବୀରତ୍ୱର ତୁଳନା ନାହିଁ। ଆମେ ସେହି ବୀରପୁରୁଷମାନଙ୍କର ଉତ୍ତରାଧିକାରୀ ଅଟୁ। ଦୟାନଦୀ କୂଳସ୍ଥ ତୋଷାଳୀଠାରେ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା। ଜନ୍ମଭୂମିର ସ୍ୱାଭିମାନ ପାଇଁ ପ୍ରାଚୀନ କଳିଙ୍ଗବାସୀଙ୍କ ପ୍ରାଣମୂର୍ଚ୍ଛା ଲଢ଼େଇ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଦେଇଥିଲା। ପ୍ରାଚୀନଠାରୁ ଆଧୁନିକ ଯୁଗ ଯାଏଁ ଆମର ଓଡ଼ିଶା ଧର୍ମ ଏବଂ ଅହିଂସାର ବାଣୀ ହିଁ ପ୍ରଚାର କରି ଆସିଛି। ବୀର ବାଳକ ଧର୍ମପଦ ନିଜ ଜାତି ପାଇଁ ମାନେ ନିଜ ପ୍ରାଣକୁ ଉତ୍ସର୍ଗ କରିଥିଲା। ଦୁଃଖୀରଙ୍କୀ ଦୀନ ଦରିଦ୍ରଙ୍କ ପାଇଁ ପ୍ରାଣ କାନ୍ଦୁଥିବା ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନକୁ କେହି କଳ୍ପନା କରିପାରିବେ ନାହିଁ। ମୁକ୍ତିପଥର ସୈନିକ ବାଜି ରାଉତର ନାମ ଇତିହାସରେ ଚିର ଅମଳିନ ଏବଂ ଚିରସ୍ମରଣୀୟ ଅଟେ। ସ୍ୱାଧୀନତା ସଂଗ୍ରାମ ଇତିହାସର ପୃଷ୍ଠା ଓଲଟାଇଲେ ଅନେକ ମୁକ୍ତିକାମୀ ମହିଷୀଙ୍କ ନାମ ଉଚ୍ଚାରିତ ହେବ। ତ ଏଇଟା ଯେଉଁ ଆମେ ପଢ଼ିଲେ ଏଇଟା ଗୋଟେ ନୋଟ୍ସ ପରି। କ'ଣ ପାଇଁ ନା ଆମେ ପୁରା ବିଷୟରେ କ'ଣ ପଢ଼ିଲେ ସେଟାକୁ କିଛି ତ ନୁହଁ, ଯାହା ପଢ଼ିଲେ ତାହାକୁ ହିଁ ଆମେ କଲେ। ଗୋଟେ ଭିଡ଼ିଓରେ ତୁମମାନଙ୍କୁ ନୋଟ୍ସ ମିଳିଗଲା ଏବଂ ଏକ୍ସପ୍ଲାନେସନ୍ ସାରାଂଶ କବିଙ୍କ ବିଷୟରେ କିଛି ଅଧିକ ଜାଣିଲେ। ଏବେ ଆମେ କ'ଣ ପଢ଼ିବା, ଏବେ ଆମେ କଠିନ ଶବ୍ଦ ଏଇ ଗୋଟେ ଭିଡ଼ିଓରେ ହିଁ ସବୁ ସାରିବା ହେଲା। ଉତ୍କଳୀୟ କହିଲେ ଓଡ଼ିଶାବାସୀ, ମଥା କହିଲେ ମୁଣ୍ଡ, ଅମର କହିଲେ ମୃତ୍ୟୁହୀନ ଅର୍ଥାତ୍ ଚିରସ୍ମରଣୀୟ, ଆଉ ଯଶ କହିଲେ ଖ୍ୟାତି ବା ସଦ୍ଗୁଣ, ଅମଳିନ କହିଲେ ଚିରନ୍ତନ,
ଆଉ ଜଗତ କହିଲି ପୃଥିବୀ, ଗରିମା କହିଲି ଗୌରବ ମହିମା, ଯାଗ କହିଲି ଯଜ୍ଞ ବା ହୋମ, ଆହୁତି କହିଲେ ହୋମ ଅଗ୍ନିରେ ଘୃତ ଅର୍ପଣ, ଯାହା ଅର୍ପଣ କରାଯାଇଥାଏ ଅଗ୍ନିରେ। ଦାୟାଦ କହିଲେ ଉତ୍ତରାଧିକାରୀ, ବିଭୂତି କହିଲେ ସମୃଦ୍ଧି ହେଲା। ତୋଷାଳୀ କହିଲି ପ୍ରାଚୀନ ଓଡ଼ିଶାର ରାଜଧାନୀ। ଆଉ ସମର କହିଲେ ଯୁଦ୍ଧ, ପୂତ କହିଲେ ପବିତ୍ର, ଦୀକ୍ଷା କହିଲେ ବିଶେଷ କାର୍ଯ୍ୟ ସାଧନା ପାଇଁ ଗୋଟେ ଆମେ ସଂକଳ୍ପ ଏଇଟା ମୁଁ କରିବି ମାନେ କହିବି ସେଟାକୁ ହିଁ ଦୀକ୍ଷା ବୋଲି କୁହାଯାଇଥାଏ। ସରି କହିଲେ ସମାନ, ବାଳୁତ କହିଲେ ଛୋଟ ବାଳକ, ସାଗର କହିଲେ ସମୁଦ୍ର ଏବଂ ଧରଣୀ କହିଲେ ପୃଥିବୀ, କଳି କହିଲେ କଳନା କରିପାରିବା ଅର୍ଥାତ୍ କଳ୍ପନା କରିପାରିବା, ପୁରାଣ କହିଲେ ଇତିହାସ। ତ ଏହିପରି ଭାବରେ ଆମ ବିଷୟଟି ସରିଯାଇଛି। ଆମ ବିଷୟର କିଛି ନୋଟ୍ସ ଜାଣିଲେ, କିଛି କଠିନ ଶବ୍ଦାର୍ଥ ଜାଣିଲେ ଏବଂ ମେନ୍ କରିକି ବିଷୟର ସାରାଂଶ ଜାଣିଲେ। ଆଉ କ'ଣ କବିତାର ପୃଷ୍ଠଭୂମି, କ'ଣ ପାଇଁ ଏ କବିତାକୁ ଲେଖାଯାଇଛି ତାହା ଜାଣିଲେ। କବି ପରିଚୟରେ କେତେ କ'ଣ ଅଧିକା ଜିନିଷ ଆମେ ଜାଣିଲେ ନା। ତ ଆଜିର ଭିଡ଼ିଓ ତ ଏଇଠି ସରିଯାଇଛି। ନେକ୍ସଟ ଭିଡ଼ିଓରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର୍ ଅପଲୋଡ଼ କରିବା। ରହିଲି, ଜୟ ଜଗନ୍ନାଥ। କିଛି ବି ଯଦି ଡାଉଟ୍ ଅଛି କମେଣ୍ଟରେ ନିଶ୍ଚୟ ଭାବରେ ଜଣାଇବେ।